ଭାରସାମ୍ୟ ହରାଇ ଗୋଟିଏ ଡମ୍ପର ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଡମ୍ପରର ଚାଳକ ଓ ହେଲ୍ପର ଅତି ଗୁରୁତର ଆହତ ହୋଇଛନ୍ତି। ଏପରି ଦୁର୍ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବାମ୍ରା କୁଚିଣ୍ଡା ମୁଖ୍ୟ ରାସ୍ତାର ଘୁନଘୁଟି ନିକଟରେ। ମିଳିଥିବା ସୂଚନା ଅନୁଯାୟୀ କୋଚିଣ୍ଡାରୁ ରାଜଗାଙ୍ଗପୁର ଯାଉଥିବା ଗୋଟିଏ ଡମ୍ପର ଗାଡ଼ି ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ଜୋରରେ ପିଟି ହୋଇଯାଇଥିଲା। ଫଳରେ ଡମ୍ପରର ଚାଳକ ପୁଢ଼ସିଂ ଗ୍ରାମର ଆଶିଷ ଖାଲକୋ ଓ ହେଲ୍ପର ସନୁ ବାର୍ଲା ଗୁରୁତର ଆହତ ହୋଇଥିଲେ। ତେବେ ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ମହୁଲପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ। ଆଉ ସେଠାରେ ସେମାନଙ୍କ ପ୍ରାଥମିକ ଚିକିତ୍ସା କରାଯିବା ପରେ ପୁଣି ସେମାନଙ୍କୁ ରାଉରକେଲା ଆର୍ଜିଏଚ୍କୁ ରେଫର କରାଯାଇଥିବା ଜଣାପଡ଼ିଛି। ସମ୍ବଲପୁର ଜିଲ୍ଲାରୁ ବିନୋଦ କୁମାର ସେଠୀଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।